ଆମର ସଉଦା ତ ଏଇ ପେଟି ଭିତରେ ସବୁ ରେଡି ହେଇଯାଇଛି। କଣଟା ଖଲିବ ତ ଦିଅନି ଖଲିବ ତ ଦିଅନି। ସଉଦା ଆମର ଏବେ ପରିବା ପତ୍ର କଟା ଚାଲିଲା। ଆଉ ଫାଷ୍ଟ କଥା ଆଜି ରବିବାର, ଆଜି ଆମର ମାଛ ଡାଲମା ହବ। ବାଡ଼ିଆ ଡାଲମାଟା ସବୁବେଳେ ଚିକେନ ମଟନ ଖାଇକି ଦେହଟା ଅବାଗିଆ ଲାଗିଲାଣି। ଆଉ ଆଇଁଷ ଆମେ ଖାଉନୁ, ସେଥିପାଇଁ ମାଛ ଖାଉଛୁ। ମାଛଟା ଆଇଁଷରେ ଯାଏନି। ପଇସା ଅଛି ପଇସା ତ ନାହିଁ, ମାଛ ଆଣିବାକୁ ବି ପଇସା ନାହିଁ। ଆଉ ଆପଣମାନେ ଦେଖନ୍ତୁ ଆମ ବ୍ଲଗ୍, ଆମ ଭିଡ଼ିଓ ଦେଖନ୍ତୁ ଆଗକୁ ଆମେ କ'ଣ କରୁଛୁ, କେମିତି କରୁଛୁ, କ'ଣ କରୁଛୁ ହେଲା। 12:19 ଆମର ଲାଗିଲା ଚୁଲି। ଇଏ ଆମ ଭାଇ ଗେଷ୍ଟ ଆସିକି ପହଞ୍ଚିଗଲେ। ଆଉ ଆଜି ଆମର ମାଛ ଡାଲମା ହବ। ଭିଡିଓଟା ଦେ ଡାଉନଲୋଡ ହଉନି ଭିଡିଓଟା, ରଟା ଅଛି ନା ଡାଉନଲୋଡ କଲ, ଏଡିଟ କଲ, ରଟା ନାହିଁ, ଗୀତ ତାতে ପଡୁନି। ମୁଁ ଇନଷ୍ଟାରେ ପକେଇଥିଲି ଗୀତଟା ଡାଇରେକ୍ଟ। ଆଉ ଆମର ଭାତ ଡାଲମା ହବ। ଆଉ ଦିଟା ପିଲା ଆମର ଆଉଛନ୍ତି, ସେପଟେ ଆମର ସବୁ ଜିନିଷ ରେଡି ଅଛି। ଭାଇ ଆମର କୋଇଲା ପକେଇଥିଲେ, ଏଠି କୋଇଲା ପକେଇଥିଲା, ଏଠି ପାଣି ମାରିଲା, ତା ଭିତରେ ହେଇଗଲା। କହିଲେ ରଡ ହବ। ହଉ, ଆଉ ଆମେ କିଛି ଦେଖେଇ ପାରିବୁନି ଆପଣଙ୍କୁ। ଏବେ ରୋଷେଇ ସରିଲା ପରେ କଥାବାର୍ତ୍ତା। ମୁଁ ତ ପଖାଳ ମାଛ ପେଟେ ବାଡେଇ ଦେଇକି ଭାତ ଧରିକି ଆମର ଡାଲମା ସେଠି ବସିଲା। ମାଛ ବିଲେଇ ତ ଖାଇଦେଲା ଆମର। ମାଛ ବିଲେଇ ଖାଇଦେଲା, ଏତିକି ଅଛି। ବିଲେଇ ଖାଇକି ଏତିକି ବଳିଲା ମାଛ। ସେ ବିଲେଇ ଏଇଠି ଖାଉଛି, ସେଠି ବିଲେଇ, ତାକୁ ଆମେ ମାରିବୁ। ଏଇ ଥାଳି ଭାଇ ତାଙ୍କର ମରିବ। ଆମ ମାଛ ଟିକେ ନଉଛି। ଅଧ କିଲୋ ମାଛ ଏତିକି ଅଛି। 300 ଗ୍ରାମ ମାଛ, 300 ବି ନାହିଁ, 300 ବି ନାହିଁ। ବିଲେଇ ଗଛ ଶିବକୁ ଲଗେଇ ଦେଇଥିଲି, ନାଇଁ ତ କହିବିନି। ଭାଇ ସେ ଭିତରକୁ ପଳେଇବ। ଆମର ଡାଲମା ଏବେ ବସିଲା, ଫୁଟିଲା। ଭାଇ ପବଜି ଖେଳି ଆସ, ଗୋଟେ ପକେଇଦବା। ମାଧବ ସିଆଡେ ଯାଉନି, ଏଠି ସବୁ ପଶୁ ପକ୍ଷୀ ଅଛନ୍ତି ଖାଇବା ପାଇଁ। ତମେ ଖାଇବ ଭାଇ? ଭାତ ଡାଲମା ଖାଇବ? କଣ ଖାଇବ? ନଡ଼ିଆରେ ସେଟା ନଡ଼ିଆଟାରେ। ଭାଇ ଆମର ଭାତ ଏଠି ଖାଇଦେଲା ଗାଈ, ଗୋମାତା ହେଇଯିବ। ମୁଁ ଭଲ ଲାଗିଛି ଭାତ। ବିଲେଇ ଖାଇଦେଲା ମାଛ, ଗାଈ ଖାଇଦେଲା ଭାତ, ବିଲେଇ ଖାଇଦେଲା ମାଛ। କଣ କରିବୁ ଆମେ କିଛି ବୁଝି ହଉନି। ଯାହା ବି ହଉଛି ମଙ୍ଗଳ ହଉଛି, ଭଗବାନ ପାଣିର ମଙ୍ଗଳ କରୁଛନ୍ତି। ଆମେ ଗୋଟେ ସିକ୍ୟୁରିଟି ଜଗେଇ ବଇଥିଲୁ, ସେ ଉଠି ପାରିଲାନି କି ଦେଖି ପାରିଲାନି। କଣ କରିବା? କଣ ଗୋଟେ ନିଜ ଘର ଜିନିଷ କଣ କଷ୍ଟ ଲାଗେ, ପର ଜିନିଷ ମିଠା ଲାଗେ। ଛାଡ଼ ସ୍ୱାର୍ଥ। ଦି ପିସ୍ ଆଳୁ, ଟିକେ ପୋଟଲି, ବିଲେଇ କୁକୁର ଗାଈ ଖାଇସାରିଲା ପରେ ଆମ ଡାଲମା ରେଜଲ୍ଟ ଏମିତି ବାହାରିଲା। ପୁରା ବହଳା ବଳିଲା। ଏଠି ବଳିଲା ନୁହଁ, ଏତିକି ବଳିଲା ଆମ ପାଇଁ। ତାକୁ ଆମେ ଆଜି ନଡ଼ିଆଟା ଏବେ ପକେଇ ଦେଇଥିଲୁ। ନଡ଼ିଆ କିଏ କୋଉ ଗୁଣି ଗୁଣି କରି ଥୋଇଥିବ, ମରି ମୁରା ଯିବା। ତମେ ଖାଉନ, ଆର ମାସଠୁ ଥୋଇଛି। ତା ଭିତରେ ପାଣି ବି ନଥିବ। ଆଉ ଡାଲମାଟା ଦେଖିବ କେମିତି ବହଳିଆ, ଅତି ସୁନ୍ଦର ହେଇଛି। ସିଲୁ ବାବୁ ଆମର ଡାଲମା କରୁଛନ୍ତି। କିଛି ନାହିଁ ସେ ଭାଇ ନାଳ ଗଳି ପଇଲାଣି ଭାଇଙ୍କର ଥୋପେକିନା ଡାଲମା ଭିତରେ। ସଫଲ ନାଳ। ଆଉ ଭାଇ ଆମର ଭୋଜି ଏଠି ହଉଛି, ଦେଖୁନ ଘରେ ଖାଇଦେଇକି ଗଲେ। ସ୍ୱାର୍ଥ, ଅତି ସ୍ୱାର୍ଥ। କାଳେ ଡାଲମା ଭଲ ହେଇନଥିବ, କାଳେ କଣ ହେଇଥିବ। ମାଛ ମିଳିବ ଘରେ ହେଇଛି ନା ବକିରି। ନାଇଁ ବ୍ଲଗର କଣ ହେଲା ମୋର। ଆମ୍ବ ଖିରି ଆମର, ଭାତ ନେଇଯା। ଆଇଁଷ କରିଦେଲା, ଆଉ ତୁ ଖାଇପାରିବୁନି। ଡାଲମା ବଇଛି, କେହି ଆଣିବାକୁ ନାହାନ୍ତି ପିଲା। ଖାଇବାରେ ବ୍ୟସ୍ତ। ଛାଡେ ଦେ। ନାଇଁ ସାର ଚାଉଳ ନା, ମତେ ସାର ଚାଉଳ ବାଳିଆ ଦେଳ। ଭାତ ଡାଲମା ଆମ୍ବ ଖିରି। ଭାଇ ଆମ୍ବ ଖିରି ଭଲ ଲାଗୁଛି ଭାଇ। ଆମ୍ବ ଖିରି, ନଡିଆ ପୁଣି 3 ମାସର ନଡିଆ। କିଏ କଣ ପାଇଁ ହେଇଥିଲା କେହି ଜାଣିନାହାନ୍ତି, ଏଇଟା ପଡି ଦେଇଛି। ଆଉ ଆମେ ଏବେ ଖାଇବାକୁ ବସିଲୁ। ଆଉ ଯୋଉ ମାଛ କୋଉ ମାଛ ଯାଇଥିଲୁ ଏଠିକି, କଣ କହିଲୁ, ସେଥିରୁ ବିଲେଇ ଖାଇଦେଇକି ଆଉ ଗୋଟାଏ ପିସ୍ ଭଲ ବା। ଖାଇସାରିଲା ପରେ କଥାବାର୍ତ୍ତା, ଝାଳ ପ୍ରବଳ ବାହାରିଲାଣି। ଓ ୟେସ୍। ତାହେଲେ ଆମର ଭୋଜି ଖାଇକି ସବୁ ପିଲା ଧୁଆଧୁଇ କରିକି, ଏଠି କେହି ଧୁଆଧୁଇ କରିନାହାନ୍ତି, ମୁଁ ଏକୁଟିଆ ଧୁଆଧୁଇ କରିଛି। ଧୁଆଧୁଇ କରି ସରିଲା ଭୋଜି। ଆଜିର ଭିଡ଼ିଓ ଆମର ଏଇଠି ସରିଲା। ଲାଇକ୍, ସେୟାର, ସବସ୍କ୍ରାଇବ୍ ସବୁ କରିଦେବେ। ସାମ୍ପ ଲଗେଇ ଜଣେ ଦୌଡ଼ିବ, ସାମ୍ପ ଲଗେଇ ତାପରେ ଗୋଟେ ପିଲା ଦୌଡ଼ିବ। ଦେଖା ହବ ନେକ୍ସଟ ଭିଡ଼ିଓରେ। ରହିଲି, ଟାଟା, ବାଏ ବାଏ, ଜୟ ଜଗନ୍ନାଥ।
ଭୋଜି ସରିଲା ପରେ ପିଲାଙ୍କର ଏଇଭଳିଆ ଦୃଶ୍ୟ କାହାର ଯିବାର ଇଚ୍ଛା ନାହିଁ ଖରାକୁ ଭାଇ ଭାଇ ପ୍ଲିଜ ଉଗାଇବି